ଏବେ ଯୋଉ ଗପ ବହି ପଢୁଛ ହେଲା ନା ଗପମରେ ଆସ୍ପିରେସନାଲ କମ୍ପୋନେଣ୍ଟସ୍ ବୋଲି ଆମର ଗୋଟେ ମାନେ ଅଛି ମାନେ ନବସ ପିଲା ଜାଣିଥିବ ଅର୍ଥାତ୍ ଆମେ ଗପ ବହି ମଧ୍ୟ ମାର୍କ ମିଳିବ ଆଗରୁ ମାର୍କ ମିଳୁଥିଲା ସରକାର ଅନୁସାରେ ଗତ ବର୍ଷ ଲାଗୁ ହେଇଛି ଗପ ବହି ପଢିବ ତାପରେ ବୁକ୍ ରିଭ୍ୟୁ ଗୋଟେ ଅଛି ବୁକ୍ ରିଭ୍ୟୁ ତମେ କ୍ଲାସ୍ 7 ଜାଣିନ କ୍ଲାସ୍ 9 ଜାଣିଥିବେ ବୁକ୍ ରିଭ୍ୟୁ 9 ପିଲା ପାଇଁ ଗପ ବହି ପଢିଲା କ'ଣ ଶିଖିଲ କ'ଣ ଜାଣିଲ ତାପରେ प्रोजेक्ट करियो बुक नहीं ताकि ये मार्किंग पर जाना पड़ता हो तो कोई देर तक मार्किंग करूं से मार्क में आसो अंदर करियो मार्क मार्क रिजल्ट है है तो संपूर्ण समझो को कोई पढ़ुछ नि घर नउछ क्या करछ